ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। କୁଆଡ଼େ ଗଲେ ନିଶା ମହାରଣା? ବଲାଙ୍ଗୀର ସଦର ପୋଲିସ ଖୋଜି ଖୋଜି ନୟାନ୍ତ ହେଇ ଶେଷରେ ଖାଲି ହାତରେ ଫେରିଲେ। ଗତ ଜାନୁଆରୀ 12 ତାରିଖରେ ସଦର ବଲାଙ୍ଗୀର ଥାନାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବାରୁ ବଲାଙ୍ଗୀର ଅଞ୍ଚଳର ଅଧିବାସୀମାନେ ଗୋଟେ ବଡ଼ ଧରଣର ଅଭିଯୋଗ କରିଥିଲେ। ନିଶା ମହାରଣାଙ୍କୁ ତୁରନ୍ତ ଗିରଫ ଦାବିରେ ବଲାଙ୍ଗୀର ସଦର ପୋଲିସ ଭୁବନେଶ୍ୱରରେ ଡେରା ପକାଇଥିଲେ। କିନ୍ତୁ କିଛି ଦିନ ଖୋଜିବା ପରେ ଗତକାଲି ହିଁ ବଲାଙ୍ଗୀର ସଦର ପୋଲିସ ଖାଲି ହାତରେ ଫେରି ଯାଇଛନ୍ତି। ଏବେ ବଡ଼ ପ୍ରଶ୍ନ ଉଠୁଛି, କୋଉଠି ଲୁଚିରେ ନିଶା ମହାରଣା? ଯେଉଁଠି ଲୁଚିଲେ ବି ମିଳିବନି ନିସ୍ତାର। କାହିଁକିନା ସଦର ବଲାଙ୍ଗୀର ପୋଲିସର କର୍ମଚାରୀମାନେ ନିରାଶ ହୋଇ ଫେରିଛନ୍ତି ସତ, ଏଯାଏଁ କିନ୍ତୁ ରହିଛି ଲିଖିତ ଅଭିଯୋଗ ଯାତ୍ରା ଜଗତର ଚର୍ଚ୍ଚିତ ନୃତ୍ୟଶିଳ୍ପୀ ବା ଆଇଟମ୍ ଡ୍ୟାନ୍ସର ନିଶା ମହାରଣାଙ୍କ ନାଁରେ। ଯେଉଁଠି ଭୟରେ ରହିଲେ ବି ଦିନେ ନା ଦିନେ ସେ ପଦାକୁ ଆସିବେ ଏବଂ ଗିରଫ ହେବେ, ସ୍ପଷ୍ଟ ସୂଚନା ଦେଇଛନ୍ତି ବଲାଙ୍ଗୀର ସଦର ଥାନାର ଅଧିକାରୀମାନେ। ଗତ 3 ଦିନ ଧରି ଡେରା ପକାଇ ନିରାଶ ହେବା ପରେ ଏବେ ବଡ଼ ପ୍ରଶ୍ନ ଉଠୁଛି, ସତରେ କ'ଣ ନିଶା ମହାରଣା ବଲାଙ୍ଗୀର ସଦର ପୋଲିସକୁ ଭୟ କରି ଲୁଚିଗଲେ କି? ବି ରହିଛି ବଡ଼ ଧରଣର ଅଭିଯୋଗ। ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ନାଁରେ ଅଭିଯୋଗ ପରେ ସେମାନଙ୍କ ଗିରଫ ପରେ ଏବେ ନିଶା ମହାରଣାକୁ ନିଶାନା କରି ଖୋଜିବାରେ ବ୍ୟସ୍ତ ଥିଲେ ବଲାଙ୍ଗୀର ସଦର ପୋଲିସ। ଭୁବନେଶ୍ୱରରେ ଦୀର୍ଘ 3 ଦିନ ଧରି ଡେରା ପକାଇଲା ପରେ ମଧ୍ୟ ପାଇଲେ ନାହିଁ। ଏବେ ବଡ଼ ପ୍ରଶ୍ନ ଏଥିପାଇଁ, ନିଶା ମହାରଣା ଭୟରେ ଆଉ କେଉଁଠି ଲୁଚି ନାହାନ୍ତି ତ? ଯଦି ଲୁଚି ନାହାନ୍ତି, ଏଥିରୁ କିନ୍ତୁ ନିସ୍ତାର ନାହିଁ। କାହିଁକି ନା ଯେତେ ଦିନ ପର୍ଯ୍ୟନ୍ତ ଅଭିଯୋଗ ଅଛି ସେତେ ଦିନ ପର୍ଯ୍ୟନ୍ତ ଭୟ ରହିଛି ନିଶା ମହାରଣାଙ୍କ ଉପରେ। କୌଣସି ପରିସ୍ଥିତିରେ ବି ଗିରଫ ହୋଇପାରନ୍ତି ନିଶା ମହାରଣା। ଯାହା ସକାଳର ବଡ଼ ଖବର, ଲାଟେଷ୍ଟ ଅପଡେଟ୍।